ଜୀବନ ଜ୍ୟୋତିକୁ କହୁଛନ୍ତି, ଜ୍ୟୋତି ତମର ମାନସିକ ସାମ୍ନାକୁ ଏସବୁ ପିନ୍ଧିକି ଯିବା କ'ଣ ଦରକାର ଥିଲା? ସେଇ ଟାଇମ୍ରେ ଜ୍ୟୋତି କହୁଛନ୍ତି, ତମେ ଅପା ପାଇଁ ବହୁତ ଚିନ୍ତା କରୁଛ, ସେଥିପାଇଁ ତମ ମନରେ ବହୁତ ଚିନ୍ତା ଅଛି। ସେଇ ଚିନ୍ତାରୁ ତ ତମ ମନ ଭିତରେ ମୋ ପାଇଁ ଟିକେ ଜାଗା ରଖ। ସେଇ ଟାଇମ୍ରେ ଜୀବନ ଜ୍ୟୋତିକୁ କହୁଛନ୍ତି, ତମେ କ'ଣ କହିବାକୁ ଚାହୁଁଛ? ସିଏ ହେଉଛନ୍ତି ମୋ ସାନ ଭାଇର ସ୍ତ୍ରୀ, ତାଙ୍କ ପାଇଁ ତ ମୋର କିଛି କର୍ତ୍ତବ୍ୟ ଅଛି ନା। ସେଇ ଟାଇମ୍ରେ ଜ୍ୟୋତି ଜୀବନକୁ କହୁଛନ୍ତି, ଯଦି ତମ ସାନ ଭାଇର ସ୍ତ୍ରୀ ତମ ଦାୟିତ୍ୱ, ତାହେଲେ ତମର କ'ଣ? ତମେ ତାକୁ ଦାୟିତ୍ୱ ବୋଲିକି ଭାବି ନେଇଛ, ହେଲେ ମୋର ଜାଗା କେଉଁଠି? ତମେ ମୋ ବିଷୟରେ ଆଉ ମୋ କଷ୍ଟ ବିଷୟରେ କେବେ ତମେ ଭାବିଛ? ମୋ ଉପରେ ବିଶ୍ୱାସ ରଖିବାକୁ ତମେ କହିଥିଲ, ଏଇଟା କ'ଣ ତମର ଧର୍ମ ନୁହଁ? ତମ ଧର୍ମ ନୁହଁ କ'ଣ ମୋ ସାଥ ଦେବା? ସେଇ ଟାଇମ୍ରେ ଜୀବନ ଜ୍ୟୋତିକୁ କହୁଛନ୍ତି, ମୁଁ ସମସ୍ତଙ୍କ ସାମ୍ନାରେ ତମକୁ କେମିତି ମୁଁ ସପୋର୍ଟ କରିଥାନ୍ତି, ଆଉ ତମକୁ କେମିତି କ'ଣ କିଛି କହିଥାନ୍ତି? ସେମାନେ ହେଉଛନ୍ତି ମୋର ସମସ୍ତେ ନିଜର। ସେଇ ଟାଇମ୍ରେ ଜ୍ୟୋତି ଜୀବନକୁ କହୁଛନ୍ତି, ତାହେଲେ ମୁଁ କ'ଣ ତମର ପର? ତମେ ତ ମୋତେ କଥା ଦେଇଥିଲ ନା, ମୋ ସାଥ ତମେ ସବୁବେଳେ ଦେବ। ତାହେଲେ ଦିଅ ନା। ତମକୁ କ'ଣ ସତରେ ଲାଗୁଛି ମୁଁ ଏସବୁ କିଛି ଜାଣି ଶୁଣିକି କରିଛି ବୋଲି? ତାପରେ ଜୀବନ ଜ୍ୟୋତିକୁ କହୁଛନ୍ତି, ସେ କଥା ନୁହଁ ଜ୍ୟୋତି, ମୁଁ ଜାଣିଛି ତମେ ଏସବୁ କିଛି ଜାଣି ଶୁଣିକି କରିନାହଁ। ତମେ ଭାବ, ଆମେ ଦୁଇଜଣ କ'ଣ ନିଷ୍ପତ୍ତି ନେଇଥିଲେ, ମାନସୀକୁ ଆଗକୁ ବଢ଼େଇବା ପାଇଁ ଆମେ ଚେଷ୍ଟା କରିବା। ସେଇ ଟାଇମ୍ରେ ତାପରେ ତମେ ଏସବୁ କ'ଣ କରୁଛ? ସେଇ ଟାଇମ୍ରେ ମାନସୀ ସେ ଜାଗାରେ ଆସିକି ପହଞ୍ଚୁଛନ୍ତି, ଜୀବନ ଜ୍ୟୋତିଙ୍କ ରୁମ୍ରେ ଆସିକି ପହଞ୍ଚୁଛନ୍ତି, ଆଉ କହୁଛନ୍ତି, ତମ ଦୁଇଜଣଙ୍କ ଝଗଡ଼ା ମଝିରେ ମୋର ପଶିବାଟା ଉଚିତ ନୁହଁ। ଝଗଡ଼ା ଯେତେବେଳେ ମୋ ପାଇଁ ହେଉଛି, ତାହେଲେ ମୁଁ କହିବାକୁ ବାଧ୍ୟ ହେଉଛି। ଜୀବନ ବାବୁ, ତମେ ମୋ ବିଷୟରେ ଜମାରୁ ବି ଚିନ୍ତା କରନି। ଜ୍ୟୋତି ଯଦି ମୋ ଆଗରେ ସଧବା ହେଇକି ବୁଲିବାକୁ ଚାହୁଁଛି, ତାକୁ କରିବାକୁ ଦିଅନ୍ତୁ ନା। ସେଇ ଟାଇମ୍ରେ ଜ୍ୟୋତି ମାନସୀକୁ କହୁଛନ୍ତି, ଅପା, ମୋ ଦ୍ୱାରା ଯାହା ବି ସବୁ କିଛି ହେଇଛି ଭୁଲ ହେଇଛି, ଆଉ ତୁ ମୋତେ ଭୁଲ ବୁଝୁଛୁ। ସେଇ ଟାଇମ୍ରେ ମାନସୀ ମୁଣ୍ଡ ବୁଲେଇବାର ନାଟକ କରୁଛନ୍ତି। ଯେତେବେଳେ ମାନସୀ ତଳେ ପଡ଼ିବାକୁ ଯାଉଥିଲେ, ସେଇ ଟାଇମ୍ରେ ଜୀବନ ତାଙ୍କୁ ଧରି ନେଉଛନ୍ତି। ସେଇ ଟାଇମ୍ରେ ଜ୍ୟୋତି କହୁଛନ୍ତି, ଅପା ତୁ ଠିକ୍ ଅଛୁ ନା? ସେଇ ଟାଇମ୍ରେ ଜୀବନ ଜ୍ୟୋତିକୁ କହୁଛନ୍ତି, ଥାଉ ଜ୍ୟୋତି, ତମେ ମାନସୀକୁ ବହୁତ ସାହାଯ୍ୟ କରିଦେଲ, ଆଉ ତମ ସାହାଯ୍ୟ ଜମାରୁ ବି ଦରକାର ନାହିଁ। ଚାଲ, ମୁଁ ତାକୁ ସମ୍ଭାଳି ନେବି। ମାନସୀ ତମେ ଚାଲ, ମୁଁ ତମକୁ ତମ ରୁମ୍ରେ ଛାଡ଼ିଦେବି। ସେଇ ଟାଇମ୍ରେ ଜ୍ୟୋତି ମନେ ମନେ ଭାବୁଛନ୍ତି, ଇଏ ମୋ ସହିତ କେମିତିକା ଅନୁଭବ ହେଉଛି? ସାନ ବାବୁ ତ ଅପାର କେବଳ ସାହାଯ୍ୟ କରୁଛନ୍ତି, ହେଲେ ମୋତେ କାହିଁକି ଏମିତି ଖରାପ ଲାଗୁଛି? ସେଇ ଟାଇମ୍ରେ ମାନସୀଙ୍କ ଶାଶୁମା ସେ ଜାଗାରେ ପହଞ୍ଚୁଛନ୍ତି, ଆଉ ମାନସୀକୁ ତାଙ୍କ ରୁମ୍କୁ ନେଇକି ଯାଉଛନ୍ତି। ତାପରେ ମା ଠାକୁରାଣୀ ସମସ୍ତଙ୍କୁ ତଳକୁ ଡାକୁଛନ୍ତି, ଆଉ ଘର ଲୋକ ସମସ୍ତଙ୍କୁ କହୁଛନ୍ତି, ତମମାନଙ୍କୁ ମୁଁ ଏଠିକି ଯୋଉଥିପାଇଁ ଡାକିଛି ସେଟା ହେଉଛି, ଆଜି ଯାଏଁ ଯାହା ବି କିଛି ହେଇଛି ସେସବୁକୁ ସମସ୍ତେ ସବୁକିଛି ଭୁଲିଯାଅ। ଆଉ ଆଜି ଜ୍ୟୋତି ଯାହା ସବୁ କରିଛି, ସେଥିପାଇଁ ଲଜ୍ଜାରେ ଆମ ସମସ୍ତଙ୍କ ମୁହଁ ଆଉ ମୁଣ୍ଡ ବି ତଳକୁ ନଇଁ ଯାଉଛି। ଆଉ ଏ କଥାଟା ବି ସତ ଯେ ଜୀବନ ଆଉ ଜ୍ୟୋତି ମିଶିକି ଏ ଘରକୁ ଉତ୍ତରାଧିକାରୀ ଦେବେ ବୋଲିକି ସମସ୍ତଙ୍କୁ ସେ କଥା ଦେଇଛନ୍ତି।